वेस्टर्न एकेडमी रे समस्तଙ୍କୁ स्वागत। आज आम एक इम्पोर्टाट विषय रे आलोचना करिबा। आपण माने समस्ते ओपीएससी परीक्षा देइथिबे, ओपीएससी पीजीटी परीक्षा देइथिबे। तो बहुत पिलांकर प्रश्न थिला जे ओपीएससी पीजीटी रो रिजल्ट केबे आसीबो एवं तार कट ऑफ केते मार्क जाई पारे। एभली एक प्रश्न एवं बहुत गुडा मेसेज आम वेस्टर्न एकेडमी फैमिली पाइछि। विशेष भाबरे जोटा वेस्टर्न एकेडमी पूर्वरु प्रेडिक्ट करथिला एसएसबी पीजीटी पई विशेष भाବରେ ତାହା ସତ ହେଇଛି କାରଣ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ 145 ପ୍ଲସ୍ ଆମର କଟ୍ ଅଫ୍ ଯାଇଛି। ତେଣୁକରି ଯୋଉମାନେ ପାଇଛନ୍ତି ସେଇମାନଙ୍କୁ ଆମ ୱେଷ୍ଟର୍ଣ୍ଣ ଏକାଡେମୀ ତରଫରୁ ଶୁଭେଚ୍ଛା। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ମୁଁ କହି ରଖିବାକୁ ଚାହେଁ ଯେ ଯେତେବେଳେ ଆମର କଟ୍ ଅଫ୍ ପ୍ରେଡିକ୍ଟ କରାଗଲା ସେ ସମୟରେ ବହୁତ ପିଲାଙ୍କର କମେଣ୍ଟ ଆସିଥିଲା। ହାରାହାରି ମୁଁ ଦେଖୁଥିଲି 600 700 କମେଣ୍ଟ ଆସିଥିଲା ଯେ ସାର୍ ଏତେ କଟ୍ ଅଫ୍ ଯିବ ନାହିଁ। ଏବଂ ମୁଁ ତା ଭିତରୁ କିଛି ନାମମାତ୍ର କମେଣ୍ଟସ୍ ଯେମିତି କି 100 200 କମେଣ୍ଟ ଦେଖୁଥିଲି ଯେ ସେମାନେ କହୁଥିଲେ ସାର୍ ଏତିକି ଯିବ କ୍ୱେଶ୍ଚିନ୍ ଇଜି ଅଛି। ତ ଆମକୁ ଏମିତି ଏକ ସତ୍ୟକୁ ଗ୍ରହଣ କରିବାକୁ ପଡେ ଯେ ଯୋଉ ସତ୍ୟ ନୈପଥ୍ୟରେ ଆମେ ନଥାଉ। ବହୁତ ପିଲା କମ ମାର୍କ ଆଣିଥାନ୍ତି ମାନେ ସେ କଟଅଫ୍ ପାଖାପାଖି ଯାଇନଥାନ୍ତି। ସମସ୍ତେ ତ କଟଅଫ୍ ପାଖାପାଖି ଯାଇପାରିବେ ନାହିଁ। କମ ମାର୍କ ଆଣିଥାନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ କଟଅଫ୍ ମଧ୍ୟ କମ ଯିବ। କିନ୍ତୁ ସେମିତି ହୁଏ ନାହିଁ। ବାସ୍ତବରେ ସେମିତି ହୁଏ ନାହିଁ। କିନ୍ତୁ ଏ ଅବାସ୍ତବ ସତ୍ୟକୁ ମଧ୍ୟ ଆମକୁ ଗ୍ରହଣ କରିବାକୁ ପଡିବ ଯେ ବିଶେଷ ଭାବରେ ଯୋଉଟା କଟଅଫ୍ ଆସେ ସେଟା ସକ୍ ହୁଏ ଏବଂ ଯୋଉମାନେ ସେଥିରେ ଆସନ୍ତି ସେମାନଙ୍କୁ ବହୁତ ଭାଗ୍ୟବାନ ସେମାନେ ତ ଏତେ ପିଲାଙ୍କ ଭିତରେ ପାଆନ୍ତି। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହଉଛି ଯୋଉମାନେ ପାଇନାହାନ୍ତି ସେମାନେ ମଧ୍ୟ ମନ ଦୁଃଖ କରିବାର ନାହିଁ। 2036 ପର୍ଯ୍ୟନ୍ତ ଅନଲିମିଟେଡ ଆମର ପିଜିଟି ବାହାରିବାର ସମ୍ଭାବନା ଅଛି ଏବଂ ଖୁବ ଶୀଘ୍ର ମଧ୍ୟ 2025 ରେ ମଧ୍ୟ ପିଜିଟି ବାହାରିବ। ଆପଣ ମାନେ କେହି ବି ବ୍ୟସ୍ତ ହୁଅନ୍ତୁ ନାହିଁ। ଆଉ ରହିଲା ଏଇ ଯୋଉ ପିଜିଟି ଓପିଏସସି ପିଜିଟି ସମ୍ପର୍କରେ ଯୋଉ 222 ଟି ପୋଷ୍ଟ ବାହାରିଥିଲା ସେ ସମ୍ପର୍କରେ ଆଜି ଆମେ କଥା ହବା। ତ ମୁଁ ଜଣକୁ ଚାର୍ଜ ଦେଇଥିଲି ସେ ସମ୍ପର୍କରେ ଆମ ୱେଷ୍ଟର୍ଣ୍ଣ ଏକାଡେମୀ ତରଫରୁ କରିବା ପାଇଁ କଟଅଫ୍ ତ କିଛି ପିଲା ଦେଇଛନ୍ତି ଏବଂ ଆଉ କିଛି ପିଲା ଯୋଉମାନେ ଆମକୁ ୟୁଟ୍ୟୁବରେ ଫଲୋ କରୁଛନ୍ତି ସେ ପିଲାମାନଙ୍କୁ ମୁଁ ରିକ୍ୱେଷ୍ଟ କରିବି ଯେ ଆପଣମାନେ ଏ ଭିଡିଓର କମେଣ୍ଟସରେ ନିଜର ମାର୍କ କେତେ କୁହନ୍ତୁ ବା କମେଣ୍ଟ କରନ୍ତୁ। ଯାହା ଫଳରେ ଆମେ ଗୋଟେ ଏକ୍ସାକ୍ଟ କଟଅଫ୍ ପ୍ରକାଶ କରିପାରିବୁ। ତ ଆମ ତରଫରୁ ଆମ ଫ୍ୟାମିଲି ତରଫରୁ ରିକ୍ୱେଷ୍ଟ ରହିଲା ଯୋଉମାନେ ଓପିଏସସି ପିଜିଟି ପରୀକ୍ଷା ଦେଇଛନ୍ତି ପେପର 1 ପେପର 2 ଏବଂ ପେପର 3 କୁ ମିଶେଇକି ତାଙ୍କର ସମୁଦାୟ ମାର୍କ କେତେ ହଉଛି ଆମର କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆମେ ଏ ତଥ୍ୟ ନିହାତି ଗୋପନୀୟ ରଖିବାକୁ ଚେଷ୍ଟା କରିବୁ। ଆପଣମାନଙ୍କୁ ଖୁବ ଶୀଘ୍ର ଆମ ୱେଷ୍ଟର୍ଣ୍ଣ ଏକାଡେମୀ ତରଫରୁ ଓପିଏସସି କଟ୍ ଅଫ୍ ଲିଷ୍ଟ ବା କଟ୍ ଅଫ୍ ମାର୍କ ପ୍ରଦାନ କରାଯିବ। ଆପଣମାନେ ଆମ ୱେଷ୍ଟର୍ଣ୍ଣ ଏକାଡେମୀକୁ ବିଶ୍ୱାସକୁ ନେଉଛନ୍ତି, ସପୋର୍ଟ କରୁଛନ୍ତି ସେଥିପାଇଁ ଧନ୍ୟବାଦ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ହଉଛି ଯେ ଆଜିଠାରୁ ଆମ ୱେଷ୍ଟର୍ଣ୍ଣ ଏକାଡେମୀରେ ୟୁଜିସି ନେଟ୍ ର ସବସ୍କ୍ରିପସନ କ୍ଲାସ୍ ଆରମ୍ଭ ହେଇଯାଇଛି। ଯୋଉମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଆମର କଣ୍ଟାକ୍ଟ ନମ୍ବର 9337821181 କୁ କଣ୍ଟାକ୍ଟ କରିପାରିବେ। ଆଉ ଗୋଟେ କଥା ହଉଛି ଯେ ଆମର ପିଜି ଏଣ୍ଟ୍ରାନ୍ସ ପାଇଁ ମଧ୍ୟ କ୍ଲାସ୍ ଆରମ୍ଭ ହେଇଯାଇଛି। ଯୋଉମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଏ ଭିଡିଓକୁ ସେମାନଙ୍କ ପାଖକୁ ସେୟାର କରନ୍ତୁ ଯୋଉମାନେ ପିଜି ଏଣ୍ଟ୍ରାନ୍ସ ଦେବେ। ଏବଂ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ରିକ୍ୱେଷ୍ଟ ରହିବ ତମମାନଙ୍କ ପାଇଁ ଯେ ଯୋଉ ପିଲାମାନେ ଏ ଭିଡିଓ ଦେଖୁଛନ୍ତି ତାଙ୍କ ଷ୍ଟାଟସରେ ଆମର ଏଇ ଭିଡିଓ ରହିବା ଦରକାର। ତେଣୁକରି ଆଉ ଥରେ ସମସ୍ତଙ୍କୁ ଧନ୍ୟବାଦ। ଆପଣମାନେ ଆମକୁ ସପୋର୍ଟ କରନ୍ତୁ। ଆମେ ଆପଣମାନଙ୍କର ଯେତିକି ସମ୍ଭବ ହବ ଯୋଉ ପ୍ରିପାରେସନ ୱେ କୁ ଆମେ ଇଜି କରେଇବୁ। ଥ୍ୟାଙ୍କ ୟୁ ସୋ ମଚ୍।